ସେମାନେ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଲୋକ ତାଙ୍କୁ ପ୍ରତ୍ୟାଖ୍ୟାତ କରିଛନ୍ତି। ଭାରତୀୟ ଜନତା ପାର୍ଟିକୁ ଆଶୀର୍ବାଦ ଦେଇଛନ୍ତି, ବୋଧେ ସେଟାକୁ ସେ ଗ୍ରହଣ କରିପାରୁନାହିଁ। କିନ୍ତୁ ଏହା ସତ୍ୟ ଯେ ଓଡ଼ିଶାବାସୀ ତାଙ୍କୁ ଛାଡ଼ିଲେ। ଖାଲି ଓଡ଼ିଶାବାସୀ ଛାଡ଼ି ନାହାନ୍ତି, ବର୍ତ୍ତମାନ ଦେଖୁଥିବେ ତାଙ୍କ ଦଳର ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଛାଡ଼ୁଛନ୍ତି ଏବଂ ତାଙ୍କ ଦଳର ସାଂସଦ ମାନଙ୍କର ଭରସା ମଧ୍ୟ ତାଙ୍କ ଦଳ ଉପରେ ନାହିଁ। ନିଜେ ମୁଖ୍ୟମନ୍ତ୍ରୀ ଯିଏ ଥିଲେ ୟା ପୂର୍ବରୁ ତାଙ୍କ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି ମାନେ ମଧ୍ୟ ତାଙ୍କୁ ଛାଡ଼ି ସାରିଲେଣି। ତେଣୁ ସେ ଗୋଟେ ବିଳିବିଳେଇବା ହେବା ଆରମ୍ଭ କରିଛନ୍ତି। କେବଳ ମିଡିଆରେ ରହିବା ପାଇଁ ପ୍ରକାର ନାଟକ କରୁଛନ୍ତି। ଓଡ଼ିଶାବାସୀ ଦେଖି ସାରିଛନ୍ତି ଯେ ୟା ପୂର୍ବରୁ କୋଉ ପ୍ରକାର ଓଡ଼ିଶାରେ ଗୋଛି କଟା ସରକାର ଥିଲା। ତେଣୁ ଯେଉଁମାନେ ଦିନେ ଓଡ଼ିଶାବାସୀଙ୍କର ଗୋଛି କାଟିବା ପାଇଁ ଚେଷ୍ଟା କରୁଥିଲେ, ସେମାନେ ଏତେ ବଡ଼ କଥା କହିବା ପୂର୍ବରୁ 100 ଥର ଚିନ୍ତା କରନ୍ତୁ। ଓଡ଼ିଶାବାସୀ ତାଙ୍କୁ ଠିକ୍ ଜାଗାରେ ରଖିଛନ୍ତି ଏବଂ ଆଗକୁ ମଧ୍ୟ ରଖିବେ। ତାଙ୍କ ଦଳ ଦିନକୁ ଦିନ ଖସି ଖସି ଚାଲିছে ଏବଂ କିଛି ଦିନ ପରେ ଦେଖିବେ ଯେ ସମ୍ପୂର୍ଣ୍ଣ ଭାବରେ ସେ ଦଳ ବିଲୁପ୍ତ ମଧ୍ୟ ହେବାର ସମ୍ଭାବନା ଅଛି। ଦେଖନ୍ତୁ, ଭାରତୀୟ ଜନତା ପାର୍ଟି ଯାହା ଯାହା କହିଥିଲା ତାର ସଂକଳ୍ପ ପତ୍ରରେ ସମସ୍ତ କଥାକୁ ସେ ପାଳନ କରିବା ଆରମ୍ଭ କରିছে ଏବଂ ସମସ୍ତ କଥାକୁ ପାଳନ କରିବ। ଓଡ଼ିଶାକୁ ବିକଶିତ ଓଡ଼ିଶା କରିବ, ସେ ଦୃଷ୍ଟିରୁ କାର୍ଯ୍ୟ ଆରମ୍ଭ କରିছে ଏବଂ ବହୁତ କଥା କରିସାରିଲାଣି। ଆହୁରି ଯାହା ବାକି ଅଛି ସମସ୍ତ କଥାକୁ ମଧ୍ୟ ସମାପ୍ତ କରିବ।